ଖ୍ରୀଷ୍ଟରେ ପ୍ରିୟ ସମସ୍ତଙ୍କୁ ନମସ୍କାର। ଆଜି ଆମେ ପୁନର୍ବାର ଗୋଟେ ବାକ୍ୟ ସହିତ ଆଲୋଚନା କରିବା। ମୁଁ ଆପଣମାନଙ୍କ ସହିତ ଅଧ୍ୟୟନ କରିବି ପ୍ରଥମ ସାମୁଏଲ 8:6। ପ୍ରଥମ ସାମୁଏଲ 8:6 ଏଠାରେ ପ୍ରକାର ଲେଖା ଅଛି, ମାତ୍ର ଆମମାନଙ୍କର ବିଚାର କରିବା ପାଇଁ ଆମମାନଙ୍କୁ ଏକ ରାଜା ଦିଅ। ସେମାନେ ଏହି କଥା କହିବା ବେଳେ ସାମୁଏଲଙ୍କ ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା। ଏଥିରେ ସାମୁଏଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ଏଇଟେ ଦେଖନ୍ତୁ, ଯେତେବେଳେ ପରମେଶ୍ୱର ଇସ୍ରାଏଲ ମାନଙ୍କୁ କଢ଼େଇ ନେଉଛନ୍ତି ପ୍ରଭୁଙ୍କର ଦାସ ଯିଏକି ସାମୁଏଲଙ୍କ ଦ୍ୱାରା। ଆଜି ଆମର ଆଲୋଚନା ହେବ ଯେ ଇସ୍ରାଏଲର ରାଜ୍ୟ କେମିତି ଗଠନ ହେଲା ଏବଂ କେମିତି ଭଗ୍ନାବସ୍ଥାରେ ଅଛି ଏବଂ ଆଗକୁ କେମିତି ଆଉ ଥରେ ପୁନର୍ବାର ଗଠନ ହେବ। ତ ଯେତେବେଳେ ପରମେଶ୍ୱର ଅବ୍ରାହ୍ମଙ୍କୁ ବାଛିଲେ, ଅବ୍ରାହ୍ମ ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା ଆସିଲେ, ତାପରେ ଇସ୍ରାଏଲ ଲୋକମାନଙ୍କ ପାଇଁ ପ୍ରଭୁଙ୍କର ଦାସ ଜଣେ ଏକା ଥିଲେ ଯିଏକି ସାମୁଏଲ। ଆଉ ଯେଉଁମାନେ ସୁନତ ହେଲେ ନାହିଁ ସେମାନେ ବିଜାତିମାନେ ଥିଲେ, ଆଉ ସେମାନଙ୍କ ନିକଟରେ ରାଜାମାନେ ଥିଲେ। ଆଉ ବିଜାତିମାନେ ରାଜାମାନଙ୍କ ଦ୍ୱାରା କଢ଼େଇ ନିଆଯାଉଥିଲେ, କିନ୍ତୁ ସଜାତି ଅର୍ଥାତ୍ ଜିହୁଦୀମାନଙ୍କଠାରେ କୌଣସି ରାଜା ନଥିଲେ। କିନ୍ତୁ ଏମାନେ କ'ଣ କଲେ, ଏବେ ସାମୁଏଲଙ୍କୁ ଗୋଟେ ରାଜା ମାଗୁଛନ୍ତି। କାହିଁକି ମାଗୁଛନ୍ତି ଜାଣିଛ? ଏମାନେ ବିଜାତିମାନଙ୍କର ରାଜାମାନଙ୍କୁ ଦେଖିଲେ, ସେମାନେ ଯୁଦ୍ଧ କଲାବେଳେ ତାଙ୍କ ରାଜା ସେମାନଙ୍କୁ ସାହାଯ୍ୟ କରୁଛି, ଆଉ ଭଲ ମନ୍ଦ ବିଚାର କାମ ମଧ୍ୟ ତାଙ୍କର ରାଜା କରୁଅଛି। ତେଣୁ ଏମାନେ ବିଜାତିମାନଙ୍କର ରାଜାମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କୁ ଦେଖି ଏମାନେ ମଧ୍ୟ ଏବେ ଚାହୁଁଛନ୍ତି କି ଆମକୁ ରାଜା ଦିଅ ବୋଲି। ଆଉ ଏଇ କଥା ସାମୁଏଲଙ୍କୁ ଖରାପ ଲାଗିଲା ବୋଲି ଲେଖା ହେଇଛି। କାହିଁକି? ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ତାଙ୍କର ଦାସ ସାମୁଏଲଙ୍କ ଦ୍ୱାରା କଢ଼େଇ ନେଉଛନ୍ତି। ଏମାନଙ୍କ ପାଇଁ ରାଜା ଦରକାର ନଥିଲା, କିନ୍ତୁ ଏମାନେ ଯେତେବେଳେ ରାଜା ମାଗିଲେ ଏହା ସେମାନଙ୍କ ପାଇଁ ମନ୍ଦବୋଧ ହେଲା। ତେଣୁ ସାମୁଏଲ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଆଉ ଯେତେବେଳେ ପ୍ରାର୍ଥନା କଲେ, ପରମେଶ୍ୱର କହିଲେ ସେମାନେ ତୁମକୁ ଅଗ୍ରାହ୍ୟ କରିନାହାନ୍ତି, ସେମାନେ ମୋତେ ଅଗ୍ରାହ୍ୟ କରିଛନ୍ତି। ତେଣୁ ତୁମେ ତାଙ୍କ ପାଇଁ ଏକ ରାଜାକୁ ତୁମେ ମନୋନୀତ କର, ରାଜାକୁ ତୁମେ ବାଛି ଦିଅ ବୋଲି କହିଲେ। ତେଣୁ ସାମୁଏଲ କ'ଣ କଲେ, ସେମାନଙ୍କ ପାଇଁ ଏକ ରାଜାକୁ ବାଛିବାକୁ ଆରମ୍ଭ କଲେ। ତେଣୁ ଆମେ ଆଉ ଗୋଟେ ପଢ଼ିବା, ସେ ପ୍ରଥମ ସାମୁଏଲ 10 ଆଡ଼କୁ ଆମେ ଯିବା। ଏଠାରେ ପ୍ରକାର ଲେଖା ଅଛି, ଅନନ୍ତର ସାମୁଏଲ ତୈଳ ପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମକୁ ଅଗ୍ରଣୀ ହେବା ପାଇଁ ଅଭିଷିକ୍ତ କରିନାହାନ୍ତି? ତ ଯେତେବେଳେ ରାଜା ଖୋଜା ହେଲା, ଇସ୍ରାଏଲମାନଙ୍କ ପାଇଁ ରାଜା ଖୋଜା ହେଲା, ଇସ୍ରାଏଲର ପ୍ରଥମ ରାଜା ହେଉଛନ୍ତି ସାଉଲ। ତ ସାଉଲଙ୍କୁ ସେମାନେ ରାଜା ଭାବରେ ଅଭିଷିକ୍ତ କରୁଛନ୍ତି। ଆଉ ସାଉଲଙ୍କୁ ସାମୁଏଲ ମସ୍ତକରେ ତୈଳ ଢାଳି ତାଙ୍କୁ ଅଭିଷିକ୍ତ କରୁଛନ୍ତି। ଆଉ ଏହି ସମୟଠାରୁ ଇସ୍ରାଏଲ ମାନଙ୍କର ରାଜା ସାଉଲ ହେଲେ। ତାପରେ ଆମେ ଦେଖିବା 15 ପର୍ବର 19 ପଦ। 15 ପର୍ବର 19 ପଦ ଏଠାରେ ଲେଖା ଅଛି, ଯେତେବେଳେ ସାଉଲ ରାଜା ପରମେଶ୍ୱରଙ୍କ ଦ୍ୱାରା ବଛା ଗଲେ, ଆଉ ସେ ରାଜା ହେଲେ, ଆଉ ସେ ଈଶ୍ୱରଙ୍କର ବାକ୍ୟ ଅନୁସାରେ ଅଳ୍ପ ସମୟ ଚାଲିଲେ, କିନ୍ତୁ ଯେତେବେଳେ ଅମାଲେକ ଲୋକମାନଙ୍କୁ ବିନାଶ କରିବା ନିମନ୍ତେ କୁହାଗଲା, ସେତେବେଳେ ସେ ଅବିଶ୍ୱସ୍ତ ଦେଖାଗଲେ। ସାଉଲ ରାଜା ବିଶ୍ୱସ୍ତ ରାଜା ନଥିଲେ, ଆଉ ସେଥିପାଇଁ ପରମେଶ୍ୱର ତାଙ୍କୁ ଅଗ୍ରାହ୍ୟ କରୁଛନ୍ତି। ଏବଂ ଏହି କଥା ସେ ସାମୁଏଲଙ୍କୁ କହିଛନ୍ତି। ସାଉଲ ଯେହେତୁ ବିଶ୍ୱସ୍ତ ରାଜା ନୁହନ୍ତି, ତେଣୁ ସେ ପ୍ରଥମ ସାମୁଏଲ 15:19 ପ୍ରକାର ଲେଖା ଅଛି, ଏଣୁ ତୁମେ କାହିଁକି ସଦାପ୍ରଭୁଙ୍କର ଶୁଣିଲ ନାହିଁ, ମାତ୍ର ଲୁଟ ଦ୍ରବ୍ୟ ଉପରେ ବଳି ପଡ଼ିଲ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କଲ। ଏଇଟା ଦେଖନ୍ତୁ, ବାଇବେଲରେ ଲେଖା ହେଇଛି, ପରମେଶ୍ୱର ଏବେ ସାଉଲଙ୍କ ଉପରେ ରାଗିଛନ୍ତି ଏବଂ ସାମୁଏଲଙ୍କୁ କହିଛନ୍ତି ଯେ ସାଉଲ ରାଜା ପ୍ରକୃତରେ ଭଲ ନୁହନ୍ତି। ତେଣୁ ସାମୁଏଲ ଏବେ ଆସିଲେ ଏବଂ ସାଉଲଙ୍କୁ କହୁଛନ୍ତି, ତୁମେ ବିଶ୍ୱସ୍ତ ରାଜା ନାହିଁ, ତୁମେ ବିଶ୍ୱସ୍ତ ଭାବରେ ଜୀବନ କାଟିଲ ନାହିଁ, ତୁମେ ପରମେଶ୍ୱରଙ୍କର ବାକ୍ୟ ତୁମେ ଶ୍ରବଣ କଲ ନାହିଁ। ଅର୍ଥାତ୍ ଯେଉଁ ଅମାଲିକ ଲୋକମାନଙ୍କୁ, ଅମାଲିକ୍ୟ ଲୋକମାନେ କିଏ? ସେମାନେ ବିଜାତି।
ସେମାନଙ୍କୁ ଯୁଦ୍ଧ କର ବୋଲି କହିଲା ବେଳକୁ ତୁମେ ସେମାନଙ୍କୁ ରକ୍ଷା କରିଅଛ ଏବଂ ହୃଷ୍ଟପୃଷ୍ଟ ଜନ୍ତୁ ଗୁଡ଼ିକ ତୁମେ ନିଜ ପାଇଁ ରଖିଛ। ତେଣୁ ତୁମେ ପରମେଶ୍ୱରଙ୍କୁ ତୁମେ ମାନିଲ ନାହିଁ ବୋଲିକି ସାମୁଏଲ ଏଠି ସାଉଲଙ୍କୁ କହୁଛନ୍ତି। ଏହି କାରଣରୁ ତୁମେ ଅବିଶ୍ଵସ୍ତ ହେବା ହେତୁ ପରମେଶ୍ୱର ତୁମକୁ ଅଗ୍ରାହ୍ୟ କରିଛନ୍ତି, ରାଜା ହେବା ପାଇଁ ତୁମକୁ ତୁଚ୍ଛ କରିଛନ୍ତି, ରାଜପଦରୁ ତୁମକୁ ବହିଷ୍କାର କରିଛନ୍ତି ବୋଲି ଏଠି କହୁଛନ୍ତି। ତେଣୁ ଆମେ ଦେଖିବା ସେ 15:23, ଯେହେତୁ ବିଦ୍ରୋହ ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନଙ୍କର ପୂଜା ତୁଲ୍ୟ, ତୁମେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ। ଏଥିପାଇଁ ସେ ମଧ୍ୟ ତୁମକୁ ରାଜା ହେବା ପାଇଁ ତୁଚ୍ଛ କରିଛନ୍ତି। ତୁମେ ଯେହେତୁ ପ୍ରଭୁଙ୍କର ବାକ୍ୟ ବା ପ୍ରଭୁଙ୍କୁ ତୁଚ୍ଛ କରିଥିବାରୁ ପରମେଶ୍ୱର ମଧ୍ୟ ତୁମକୁ ତୁଚ୍ଛ କରିଛନ୍ତି। ଦେଖନ୍ତୁ, ଇସ୍ରାଏଲର ପ୍ରଥମ ରାଜା ହିଁ ଅବିଶ୍ଵସ୍ତ ଦେଖାଗଲେ, ବିଶ୍ଵସ୍ତ ନୁହନ୍ତି। ଏବେ ଆହୁରି ପଢ଼ିବା ଆମେ ସେ ପ୍ରଥମ ସାମୁଏଲ 15:26-28। ତହିଁରେ ସାମୁଏଲ ସାଉଲଙ୍କୁ କହିଲେ, ମୁଁ ତୁମ ସଙ୍ଗେ ଫେରିଯିବି ନାହିଁ, କାରଣ ତୁମେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ ଓ ସଦାପ୍ରଭୁ ତୁମକୁ ଇସ୍ରାଏଲ ଉପରେ ରାଜା ହେବା ପାଇଁ ତୁଚ୍ଛ କରିଅଛନ୍ତି। ଏଥିନିମନ୍ତେ ସାଉଲ ଚାଲିଯିବା ପାଇଁ ମୁଖ ଫେରାନ୍ତେ ସେ ତାଙ୍କ ଚଗାର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା। ଦେଖନ୍ତୁ, ଯେତେବେଳେ ସାଉଲ ପରମେଶ୍ୱରଙ୍କ ଦ୍ୱାରା ବହିଷ୍କୃତ ହୋଇଛନ୍ତି, ପରିତ୍ୟାଗ କରାଯାଇଛନ୍ତି, ଯେତେବେଳେ ଜାଣିଲେ ସାଉଲ ନାହିଁ କି କ'ଣ କରିବି ଭାବୁଛନ୍ତି। ଠିକ୍ ଏହି ସମୟରେ ସାମୁଏଲ ଯିଏକି ପ୍ରଭୁଙ୍କର ଦାସ, ସେ ଯିବାକୁ ଯାଉଛନ୍ତି। ସେହି ସମୟରେ ସାଉଲ କହିଲେ, ଆପଣ ଯାଆନ୍ତୁ ନାହିଁ, ମୋ ସାଙ୍ଗରେ ଆସନ୍ତୁ ବୋଲି କହୁଛନ୍ତି। ସେତେବେଳେ ସାମୁଏଲ କହିଲେ ସାଉଲଙ୍କୁ, ମୁଁ ତୁମ ସଙ୍ଗରେ ଯିବି ନାହିଁ, ଯେହେତୁ ସଦାପ୍ରଭୁ ତୁମକୁ ପରିତ୍ୟାଗ କରିଛନ୍ତି, ମୁଁ କାହିଁକି ଯିବି। ତେଣୁ ସେ ଯିବାକୁ ଯେତେବେଳେ ଯାଉଛନ୍ତି, ସାଉଲ ତାଙ୍କୁ ଧରିଲାରୁ ଚଗା ଚିରିଗଲା ବୋଲି ଲେଖାହେଇଛି। ସାମୁଏଲଙ୍କର ଚଗା ଚିରିଲା। ଯେତେବେଳେ ଚଗା ଚିରିଗଲା 28 ପଦରେ ଲେଖାହେଇଛି, ଏଣୁ ସାମୁଏଲ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତୁମ୍ଭଠାରୁ ଇସ୍ରାଏଲର ରାଜ୍ୟକୁ ଟାଣି ଚିରିଲେ ଓ ତୁମ୍ଭଠାରୁ ତୁମର ଏକ ପ୍ରତିବାସୀକୁ ତାହା ଦେଲେ। ଯେତେବେଳେ ଚଗା ଚିରିଗଲା ସାମୁଏଲଙ୍କର, ସେତେବେଳେ ସାମୁଏଲ ସାଉଲଙ୍କୁ କହିଲେ, ଦେଖ, ତୁମର ରାଜ୍ୟ ମଧ୍ୟ ମୋର ଚଗା ପରି ଚିରିଗଲା। ଆଉ ପରମେଶ୍ୱର ତୁମଠାରୁ ରାଜ୍ୟ ନେଇ ଉତ୍ତମ ଏକ ବିଶ୍ୱସ୍ତ ଦାସକୁ ଦେବେ, ଆଉ ତୁମେ ରାଜା ହେଇ ରହିପାରିବ ନାହିଁ ବୋଲି ଏଠାରେ କହିଲେ। ତ ସେଥିପାଇଁ ଆମେ ଦେଖିବା 16 ପର୍ବରେ ଦେଖିବା, ଏବେ ସାଉଲ ପରେ ପରବର୍ତ୍ତୀ ରାଜା ଇସ୍ରାଏଲର ଦାଉଦ ଅଟନ୍ତି। ଆଉ କମ୍ ବୟସରେ ତାଙ୍କୁ ରାଜା ରୂପରେ ଅଭିଷିକ୍ତ କରାଯାଉଛି। ଯେତେବେଳେ ରାଜା ରୂପରେ ଅଭିଷିକ୍ତ କରାଯାଉଛି, ସେହି ସମୟରେ ଯିଶିର ପୁଅମାନେ ଯଜ୍ଞବେଦୀ ବଳିଦାନ କରିବା ନିମନ୍ତେ ଆସିଥିଲେ। ତ ସେହି ସମୟରେ ସାମୁଏଲ କହିଲେ ଯେ ଏମାନଙ୍କ ମଧ୍ୟରେ ଜଣେ ରାଜା ଅଛନ୍ତି। ଯେତେବେଳେ ପରମେଶ୍ୱର ତାଙ୍କୁ କହିଲେ, ତୁମେ ଯିଶିର ପୁତ୍ରମାନଙ୍କ ଠାରୁ ରାଜାକୁ ଅଭିଷିକ୍ତ କର ବୋଲି କହିଲେ, ତୁମେ ଚଉଡ଼ା, ଉଚ୍ଚା, ସୁନ୍ଦର ଏଇଟା ଦେଖ ନାହିଁ, ଯାହାଙ୍କଠାରେ ପବିତ୍ର ଆତ୍ମା ଅଛନ୍ତି ତାଙ୍କୁ ତୁମେ ରାଜା ଭାବରେ ଅଭିଷିକ୍ତ କର ବୋଲି କହିଲେ। ତେଣୁ 10 ପଦରେ ଯଦି ଆମେ ଦେଖିବା, ପ୍ରଥମ ସାମୁଏଲ 16:10, ଏହି ରୂପେ ଯିଶି ଆପଣାର 7 ପୁତ୍ରଙ୍କୁ ସାମୁଏଲଙ୍କ ସମ୍ମୁଖରେ ଗମନ କରାଇଲା। ମାତ୍ର ସାମୁଏଲ ଯିଶିକି କହିଲେ, ସଦାପ୍ରଭୁ ଏମାନଙ୍କୁ ମନୋନୀତ କରିନାହାନ୍ତି। ଏଉତାରେ ସାମୁଏଲ ଯିଶିକି କହିଲେ, ତୁମର ସବୁ ସନ୍ତାନ କି ଏଠାରେ ଅଛନ୍ତି? ସେ କହିଲା, କେବଳ କନିଷ୍ଠଟି ବାକି ଅଛି, ଆଉ ଦେଖ, ସେ ମେଷପୋଲ ଚରାଉଅଛି। ତହିଁରେ ସାମୁଏଲ ଯିଶିକି କହିଲେ, ଲୋକ ପଠାଇ ତାକୁ ଅଣାଅ, ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭମାନେ ଭୋଜନ କରିବୁ ନାହିଁ। ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲେ। ସେ ଈଷତ୍ ରକ୍ତବର୍ଣ୍ଣ, ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, ଉଠ, ଏହାକୁ ଅଭିଷେକ କର, ଏ ସେହି ଲୋକ। ତହୁଁ ସାମୁଏଲ ତୈଳ ଶୃଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେ ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏଉତାରେ ସାମୁଏଲ ଉଠି ରାମାକୁ ଚାଲିଗଲେ। ଦେଖନ୍ତୁ, ଏଇ ଜାଗାରେ ଯେତେବେଳେ ଯିଶିକୁ କହିଲେ ସାମୁଏଲ,
ତୁମର ପୁଅମାନଙ୍କୁ ଆଣ, ପ୍ରଭୁ ରାଜା ରୂପରେ ଅଭିଷିକ୍ତ କରିବେ। ସେତେବେଳେ କ'ଣ ହେଲା, 7 ଜଣ ଯାକ ସାମୁଏଲଙ୍କ ସମ୍ମୁଖ ଦେଇ ଚାଲିଗଲେ, କିନ୍ତୁ ପରମେଶ୍ୱର କହିଲେ ଏମାନଙ୍କୁ ଜଣକୁ ସୁଦ୍ଧା ବାଛି ନାହାନ୍ତି। ତେଣୁ ସାମୁଏଲ ଯୀଶୁଙ୍କୁ ପଚାରିଲେ, ତୁମର ପୁଅମାନେ ସମସ୍ତେ କ'ଣ ଏଠାରେ ଅଛନ୍ତି? ସେ କହିଲେ, ନାହିଁ, ସାନଟା ଅଛି, ସେ ଛେଳି ଚରାଉଛି, ସେ ମେଷ ଚରାଉଛି। ସେତେବେଳେ ସାମୁଏଲ କହିଲେ, ତାକୁ ତୁମେ ଡକେଇ ଆଣ। ଯେତେବେଳେ ଡକେଇ ଆଣିଲେ, ସେହି ସମୟରେ ପ୍ରଭୁ ତାଙ୍କୁ କହିଲେ, ଆକୁ ତୁମେ ଅଭିଷିକ୍ତ କର। ତେଣୁ ଏହି ଜାଗାରେ ଆମେ ଦେଖୁଛୁ ଦାଉଦ ରାଜା ରୂପରେ ଅଭିଷିକ୍ତ ହେଉଛନ୍ତି। ସାଉଲଙ୍କ ପରେ ଦାଉଦଙ୍କୁ ରାଜା ରୂପରେ ଅଭିଷିକ୍ତ କରାଯାଉଛି। ଆଉ ଦାଉଦ ରାଜା ଜଣେ ବିଶ୍ୱସ୍ତ ଅଟନ୍ତି। ତ ଯେତେବେଳେ ଆମେ ଦେଖୁଛୁ, ଏବେ ଆମେ ଯିବା ଦ୍ୱିତୀୟ ସାମୁଏଲ 7 ପର୍ବକୁ ଯିବା, 13ରୁ 16 ପଢ଼ିବା। ଟିକେ ଏଠାରେ ଏପରି ଲେଖା ଅଛି, ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ରାଜ୍ୟ ସିଂହାସନ ଅନନ୍ତ କାଳ ସ୍ଥାୟୀ କରିବା। ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବା ପାଇଁ ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ ସନ୍ତାନଗଣଙ୍କ ପ୍ରହାରରେ ଶାସ୍ତି ଦେବା। ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ସାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେହିପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ। ପୁଣି ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ତୁମ୍ଭ ସମ୍ମୁଖରେ ଅନନ୍ତ କାଳ ସ୍ଥିରୀକୃତ ହେବ, ତୁମର ସିଂହାସନ ଅନନ୍ତ କାଳ ସ୍ଥାୟୀ ହେବ। ଦେଖନ୍ତୁ ପ୍ରଭୁଙ୍କର ଦାସମାନେ, ଭାଇ ଭଉଣୀମାନେ, ଏଇଠାରେ ଲେଖା ହେଇଛି ଯେ ଜଣେ ରାଜା ହେବେ, ସେ ସଦାପ୍ରଭୁଙ୍କ ନିମନ୍ତେ ଗୃହ ନିର୍ମାଣ କରିବେ ଏବଂ ତାଙ୍କର ସିଂହାସନ ଅନନ୍ତ କାଳ ସ୍ଥାୟୀ ହେବ। ଆଉ ସାଉଲଙ୍କୁ ଯେମିତି ସେ ବହିଷ୍କାର କଲେ ସେମିତି କରିବେ ନାହିଁ। ଆଉ ତାଙ୍କ ରାଜ୍ୟ ସବୁଦିନ ଚିରକାଳ ଅନନ୍ତ କାଳ ସ୍ଥିର ହେଇକି ରହିବ। ଦେଖନ୍ତୁ ଏଠାରେ ମୂଲ୍ୟବାନ ବିଷୟ କ'ଣ, ସାଉଲ ପରେ ଦାଉଦ ଏଇଠି ରାଜା ଅଛନ୍ତି। ଆଉ ଦାଉଦଙ୍କ ସମୟରେ ପ୍ରଭୁ ଏ ପ୍ରକାର କହୁଛନ୍ତି ଯେ ଦାଉଦଙ୍କ ସମୟରେ ଅନନ୍ତ କାଳ ରାଜ୍ୟ ସ୍ଥାପନ କରିବା ବିଷୟ କହନ୍ତି। ଅନନ୍ତ କାଳ ରାଜ୍ୟ ସ୍ଥାପନ ହେବ, ଅନନ୍ତ କାଳ ସେ ରାଜା ହେବେ। ଚିନ୍ତା କରିବା ଆମେ, ଦାଉଦ କ'ଣ ଅନନ୍ତ କାଳ ରହିଲେ କି? ନାହିଁ, ଦାଉଦ ତ ମୃତ୍ୟୁବରଣ କଲେ। ତେବେ ଅନନ୍ତ କାଳ ରାଜ୍ୟ ଦାଉଦଙ୍କ ସମୟରେ ଯେଉଁ ପ୍ରତିଜ୍ଞା ହେଲା, ଏଇଟା କାହାକୁ ବୁଝାଏ? ହଁ, ଏଇଟା ଯୀଶୁ ଖ୍ରୀଷ୍ଟଙ୍କୁ ବୁଝାଏ। ଯୀଶୁ ହେଉଛନ୍ତି ଅନନ୍ତକାଳୀନ ରାଜା। କାହାର? ଇସ୍ରାଏଲ ଲୋକମାନଙ୍କର। ଅନନ୍ତ କାଳ ସ୍ଥାୟୀ ହେବ। ଦାଉଦ ଯେତେବେଳେ ରାଜା ହେଲେ, ପୃଥିବୀରେ ରାଜା ହେଲେ, ଏବଂ ଦାଉଦଙ୍କ ଠାରୁ, ଦାଉଦ ବଂଶରୁ ଯୀଶୁଖ୍ରୀଷ୍ଟ ଜନ୍ମ ହେବେ ଏବଂ ସେ ରାଜ୍ୟ ସ୍ଥାପନ କରିବେ, ଯାହାକି ଅନନ୍ତ କାଳ ଚିରକାଳ ରହିବ। ଏହା ପ୍ରତିଜ୍ଞା କରନ୍ତି। ଯୀଶୁଙ୍କୁ ନେଇ ଏଠାରେ ଆମେ ପ୍ରତିଜ୍ଞାର ବିଷୟ ପାଉଛୁ। ତ ଆମେ ଦେଖିବା ଆହୁରି, ଆମେ ପ୍ରଥମ ରାଜାବଳୀକୁ ଯିବା। ଏବେ ପ୍ରଥମ ରାଜାବଳୀ 1:34-35। ଆଉ ସେଠାରେ ସାଧକ ଯାଜକ ଓ ନାଥନ ଭବିଷ୍ୟତ ବକ୍ତା ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ। ପୁଣି ତୁମ୍ଭେମାନେ ତୁରୀ ବଜାଇ କୁହ, ସଲୋମନ ରାଜା ଚିରଞ୍ଜୀବୀ ହୁଅନ୍ତୁ। ତହିଁତାରେ ତୁମ୍ଭେମାନେ ତାହାର ପଛେ ପଛେ ଆସ ଓ ସେ ଆସି ମୋ ସିଂହାସନରେ ବସୁ, କାରଣ ସେ ମୋ ପଦରେ ରାଜା ହେବ, ଆଉ ମୁଁ ତାହାଙ୍କୁ ଇସ୍ରାଏଲ ଓ ଜିହୁଦା ଅଗ୍ରଣୀ କରି ନିଯୁକ୍ତ କଲି। ଦେଖନ୍ତୁ ଏହି ଜାଗାରେ ସଲୋମନ ରାଜା ହେବା ବିଷୟରେ ଲେଖାଯାଏ। କାହିଁକି? ଯେତେବେଳେ ସାଉଲ ପରେ ଦାଉଦ ରାଜା ହେଲେ, ଦାଉଦ ଯେତେବେଳେ ବୃଦ୍ଧ ହେଲେ, ଦାଉଦ ଯେତେବେଳେ ମରିବା ପାଖାପାଖି ଗଲେ, ସେହି ସମୟରେ ସେଠି ଅଦନୀୟ ବୋଲି ଜଣେ ଲୋକ, ସେ ରାଜା ହେବାକୁ ଚାହୁଁଥିଲେ, କିନ୍ତୁ ପରମେଶ୍ୱରଙ୍କର ଯୋଜନା ଏବଂ ଦାଉଦଙ୍କର ଇଚ୍ଛା ଅନୁସାରେ ପ୍ରକୃତରେ ତାଙ୍କର ପୁତ୍ର ସଲୋମନ ରାଜା ହେଲେ। ସଲୋମନ ରାଜା ଭାବରେ ଅଭିଷିକ୍ତ ହେଲେ। ଆଉ ଇସ୍ରାଏଲର ତୃତୀୟ ନମ୍ବର ରାଜାକୁ ଆମେ ଦେଖୁଛୁ ସଲୋମନ। ତ ଆହୁରି ଆମେ ପଢ଼ିବା 46 ଏବଂ 48। ସେ ପ୍ରଥମ ରାଜାବଳୀ 1:46-48। ସଲୋମନ ମଧ୍ୟ ରାଜ୍ୟର ସିଂହାସନରେ ବସୁଅଛନ୍ତି
48 ଆଉ ମଧ୍ୟ ରାଜା ଏପରି କହିଲେ, ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଧନ୍ୟ, ସେ ଆଜି ମୋ ସିଂହାସନରେ ବସିବା ପାଇଁ ଜଣକୁ ଜଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା। ଏଇଠି ଦାଉଦ ରାଜା ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛନ୍ତି ଯେ ମୋ ସିଂହାସନରେ ମୋ ଅନ୍ତେ ଜଣେ ରାଜତ୍ୱ କରିବା ପାଇଁ ପ୍ରଭୁ ଜଣକୁ ଦେଲେ, ଆଉ ସେ ବସିଲେ, ସେ ହେଉଛନ୍ତି ସୋଲୋମନ। ତେଣୁ ଇସ୍ରାଏଲର ପ୍ରଥମ ରାଜା ସାଉଲ, ଦ୍ୱିତୀୟ ରାଜା ଦାଉଦ, ତୃତୀୟ ରାଜା ହେଉଛନ୍ତି ସୋଲୋମନ। ବାଇବେଲରେ ସୋଲୋମନଙ୍କ ବିଷୟରେ ବହୁତ ସୁନ୍ଦର କଥା ଲେଖା ହେଇଛି। ସୋଲୋମନ ପରମେଶ୍ୱରଙ୍କ ଦ୍ୱାରା କଢ଼େଇ ହେଲେ ଏବଂ ଜ୍ଞାନ ବିଚକ୍ଷଣ ଭାବରେ ପାଇଲେ। ତାଙ୍କ ଆଗରେ, ତାଙ୍କ ପୂର୍ବରେ ଏ ପ୍ରକାର କେହି ନଥିଲେ। କିନ୍ତୁ ଯେତେବେଳେ ଆମେ ଦେଖୁଛୁ ତାଙ୍କର ଜୀବନ, ପରବର୍ତ୍ତୀ ସମୟରେ ସୋଲୋମନଙ୍କର ମଧ୍ୟ ହୃଦୟ ବିଗିଡ଼ି ଯାଉଛି। ସୋଲୋମନ ମଧ୍ୟ ଭ୍ରଷ୍ଟ ହେବାକୁ ଯାଉଛନ୍ତି। ସୋଲୋମନ ମଧ୍ୟ ବିଶ୍ୱସ୍ତରେ ରହିପାରୁନାହାନ୍ତି। କ'ଣ ପାଇଁ ରହିପାରୁନାହାନ୍ତି? ଦେଖିବା ଆମେ ପ୍ରଥମ ରାଜା ବେଳେ 11 ପର୍ବ 3 ପଦ ଗୋଟେ ପଢ଼ିବା। ଏଣୁ ତାଙ୍କର 700 ରାଜପତ୍ନୀ ଓ 300 ଉପପତ୍ନୀ ହେଲେ, ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଥଗାମୀ କଲେ ବୋଲି ଲେଖା ହେଇଛି। ଦେଖନ୍ତୁ ଏଇ ଜାଗାରେ ସୋଲୋମନ ଭ୍ରଷ୍ଟ ହେବାର କାରଣ ଏଇଟା ଆଶ୍ଚର୍ଯ୍ୟ ଭାବରେ 700 ରାଜପତ୍ନୀ ବିବାହ କରିଛନ୍ତି, 300 ଉପପତ୍ନୀ ବିବାହ କରିଛନ୍ତି, ମୋଟାମୋଟି 1000 ଜଣଙ୍କୁ ସେ ବିବାହ କରିଛନ୍ତି ଏବଂ ବିଜାତି ସ୍ତ୍ରୀମାନଙ୍କୁ ସେ ବିବାହ କରିଛନ୍ତି, ଯେଉଁମାନେ କି ନିଜର ଇଚ୍ଛା ଅନୁସାରେ ଦେବତାମାନଙ୍କୁ ପୂଜା କରିବା ପାଇଁ ମନ୍ଦିରମାନ ତିଆରି କଲେ ଏବଂ ତାଙ୍କର କଥାରେ ରାଜି ହୋଇ ସୋଲୋମନ ମନ୍ଦିର ଗୁଡ଼ାକ ତିଆରି କରିଦେଲେ। ଆମେ ଯଦି ଦେଖିବା 8 ଏବଂ 9, ଏହି ରୂପେ ତାଙ୍କର ଯେଉଁ ବିଦେଶିଆ ପତ୍ନୀମାନେ ଆପଣା ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ବଳିଦାନ କଲେ, ସମସ୍ତଙ୍କ ପାଇଁ ସେ ସେପରି କଲେ। ଏ ହେତୁ ସଦାପ୍ରଭୁ ସୋଲୋମନଙ୍କ ପ୍ରତି କ୍ରୋଧ ହେଲେ, କାରଣ ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ପରମେଶ୍ୱରଙ୍କ ଠାରୁ ବିମୁଖ ହୋଇଥିଲା। ସଦାପ୍ରଭୁ ତାଙ୍କୁ 2 ଥର ଦର୍ଶନ ଦେଇଥିଲେ। ଏଇଠାରେ କ'ଣ ହେଲା ନା, ପୁନର୍ବାର ପରମେଶ୍ୱର ସୋଲୋମନଙ୍କ ଉପରେ କ୍ରୋଧ କରନ୍ତି, ଯେହେତୁ ତାଙ୍କର ହୃଦୟ ବିମୁଖ ହୋଇଅଛି। ତାଙ୍କର ବିଜାତୀୟ ସ୍ତ୍ରୀମାନେ ମୂର୍ତ୍ତି ପୂଜା କରୁଛନ୍ତି, ଆଉ ସୋଲୋମନ ସେଥିରେ ରାଜି ଅଛନ୍ତି। ତେଣୁ ପରମେଶ୍ୱର ସୋଲୋମନଙ୍କ ମଧ୍ୟ ଏ ଜାଗାରେ ତୁଚ୍ଛ କରନ୍ତି, ରାଗନ୍ତି, ତାଙ୍କୁ ଭଲ ପାଆନ୍ତି ନାହିଁ। ତେଣୁ ଆମେ ପୁନର୍ବାର ଦେଖିବା କି ସୋଲୋମନଙ୍କର ବିଷୟରେ ବାଇବେଲ କ'ଣ ଲେଖା ହେଇଛି। ସୋଲୋମନଙ୍କର ଏ ଭୁଲ ପାଇଁ, ସୋଲୋମନଙ୍କର ଏ ପ୍ରକାର ଭୁଲ ପାଇଁ ଆମେ ଯଦି ଦେଖୁଛୁ, ରାଜ୍ୟ ନାହିଁ କି ପ୍ରକୃତରେ 2 ଭାଗ ହେଇଯାଉଛି, ନଷ୍ଟ ହେଇଯାଉଛି। ପରମେଶ୍ୱର ଇସ୍ରାଏଲର ରାଜ୍ୟକୁ 2 ଭାଗ କରୁଛନ୍ତି। କିନ୍ତୁ ଆମେ ଯଦି ପଢ଼ିବା ପୁନର୍ବାର 11 ପଦକୁ ଆମେ ପଢ଼ିବା, ସେ ପ୍ରଥମ ରାଜାବଳୀ 11, 12, 13, ଏହେତୁ ସଦାପ୍ରଭୁ ସୋଲୋମନଙ୍କୁ କହିଲେ, ତୁମ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମକୁ ଆପଣର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ ତାହା ତୁମେ ପାଳନ ନ କରିବାରୁ ଆମେ ନିଶ୍ଚୟ ତୁମଠାରୁ ରାଜ୍ୟ ଚିରି ନେଇ ତୁମ୍ଭ ଦାସକୁ ଦେବା। ଏଇଠାରେ ପରମେଶ୍ୱର ସୋଲୋମନଙ୍କୁ କହିଲେ, ତୁମର ଭୁଲ ପାଇଁ ଆମେ ତୁମର ରାଜ୍ୟକୁ ଚେରି ନେବା ଏବଂ ତୁମର ଦାସଙ୍କୁ ଦେବା। ସୋଲୋମନଙ୍କର ଦାସ ହେଉଛନ୍ତି ଜାରବ୍ୟାମକୁ ଦେବା ବିଷୟରେ ଏଠାରେ କହନ୍ତି। 12 ପଦ, ତଥାପି ତୁମ ପିତା ଦାଉଦଙ୍କ ସକାଶୁ ଆମ୍ଭେ ତୁମ ସମୟରେ ଏହା କରିବା ନାହିଁ, ମାତ୍ର ଆମ୍ଭେ ତୁମ ପୁତ୍ର ହସ୍ତରୁ ତାହା ଚିରି ନେବା। ଏଠାରେ ପରମେଶ୍ୱର ଆହୁରି କହିଲେ ସୋଲୋମନଙ୍କୁ, ମୁଁ ତୁମର ଭୁଲ ପାଇଁ ରାଜ୍ୟ ଚିରି ନେବି ଏବଂ ତୁମର ଦାସକୁ ଦେବି, କିନ୍ତୁ ତୁମ ସମୟରେ ନୁହେଁ। କାହିଁକି? ଦାଉଦଙ୍କ ହେତୁ, ତୁମର ବାପାଙ୍କର ଭଲ ଗୁଣ ହେତୁ ମୁଁ ତୁମ ସମୟରେ ଏହା କରିବି ନାହିଁ, ମାତ୍ର ତୁମର ପୁତ୍ର ରିହବ୍ୟାମଙ୍କ ସମୟରେ ଏହା ମୁଁ କରିବି ବୋଲି କହୁଛନ୍ତି। 13 ପଦ, ତଥାପି ସମୁଦାୟ ରାଜ୍ୟ ଚିରି ନେବା ନାହିଁ, ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଆମ୍ଭର ମନୋନୀତ ଜେରୁସାଲେମ ସକାଶୁ ଆମ୍ଭେ ତୁମ୍ଭ ପୁତ୍ରକୁ ଏକ ଗୋଷ୍ଠୀ ଦେବା। ଦେଖନ୍ତୁ ଏଠାରେ କ'ଣ ହେଇଛି, ସବୁ ରାଜ୍ୟ ମୁଁ ନେଇଯିବି ନାହିଁ। ସୋଲୋମନଙ୍କୁ ଆହୁରି କହିଲେ, ସବୁ ରାଜ୍ୟ ମୁଁ ନେଇଯିବି ନାହିଁ। ଦାଉଦଙ୍କର ବିଶ୍ୱସ୍ତ ଗୁଣ ହେତୁ ଏବଂ ଜେରୁସାଲେମ ହେତୁ
ପ୍ରଭୁଙ୍କର ଯୋଜନା ହେତୁ ମୁଁ ଗୋଟେ ଗୋଷ୍ଠୀକୁ ଦାଉଦଙ୍କ ସହିତ ବା ସଲୋମନ ସହିତ ବା ତୁମର ପୁତ୍ର ସହିତ ରଖିବି। ଏଠାରେ ପରମେଶ୍ୱର ସଲୋମନକୁ ମଧ୍ୟ କହନ୍ତି, ତୁମଠାରୁ ରାଜ୍ୟ ଆମେ ଚିରି ନେଲୁ ଏବଂ ତୁମର ସମୟରେ କରିବା ନାହିଁ, ତୁମର ପୁଅର ସମୟରେ କରିବା, ସବୁ ନେବା ନାହିଁ, ଅଳ୍ପ ଅର୍ଥାତ୍ 2 ଗୋଷ୍ଠୀ ଆମେ ଛାଡ଼ିଦେବା ଏବଂ ବାକି 10 ଗୋଷ୍ଠୀ ଆମେ ଚିରି ନେବା। ତେଣୁ ଆମେ ଏବେ ପଢ଼ିବା, ଆମେ ପ୍ରଥମ ରାଜାବଳୀ 12 ପର୍ବକୁ ଯିବା। ଏଠାରେ 16ରୁ ଶେଷ ପର୍ଯ୍ୟନ୍ତ ଇସ୍ରାଏଲ କୁ ପ୍ରକାର ଦିଭାଗ ହେଲା ସେଟା ଲେଖା ହେଇଛି। ଇସ୍ରାଏଲ ରାଜ୍ୟ କୁ ପ୍ରକାର ଦିଭାଗ ହେଲା ତାହା ଏଠି ବର୍ଣ୍ଣିତ ଅଛି। ଆମେ ପଢ଼ିବା 20। ଏ ଉତ୍ତାରେ ଜାରବିଆମ ଫେରି ଆସିଅଛନ୍ତି ବୋଲି ସମୁଦାୟ ଇସ୍ରାଏଲ ଶୁଣନ୍ତେ ସେମାନେ ଲୋକ ପଠାଇ ତାକୁ ମଣ୍ଡଳୀକି ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାଙ୍କୁ ରାଜା କଲେ। କେବଳ ଜିହୁଦା ଗୋଷ୍ଠୀ ଛଡ଼ା କେହି ତାଙ୍କର ବଂଶକୁ ଦାଉଦର ବଂଶର ଅନୁଗାମୀ ହେଲେ ନାହିଁ। ଦେଖନ୍ତୁ, ଯେତେବେଳେ ଜାରବିଆମ ଆସିଲେ, ଜାରବିଆମ କିଏ? ଇଏ ହେଉଛି ସଲୋମନର ଦାସ। ତ ଯେତେବେଳେ ସେ ଆସିଲେ ସେତେବେଳେ ତାଙ୍କୁ ନାଇକି ଲୋକମାନେ ଇସ୍ରାଏଲ ଉପରେ ରାଜା କଲେ। 10 ଗୋଷ୍ଠୀ ଜାରବିଆମଙ୍କ ସଙ୍ଗରେ ରହିଲେ ଆଉ 10 ଗୋଷ୍ଠୀ ଉପରେ ଜାରବିଆମ ରାଜା ହେଲେ। କେବଳ ଜିହୁଦା ଗୋଷ୍ଠୀ ଦାଉଦ ବଂଶ ସହିତ ରହିଲେ। 21 ପଦ। ରିହବ୍ୟାମ ଜେରୁସାଲେମରେ ଉପସ୍ଥିତ ହୁଅନ୍ତେ ଜିହୁଦାର ସମସ୍ତ ବଂଶର ବିନ୍ୟାମିନ ଗୋଷ୍ଠୀର 1,80,000 ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ ଓ ସଲୋମନର ପୁତ୍ର ରିହବ୍ୟାମର ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା। ଏଠାରେ କ'ଣ ହେଉଛି? 10 ଗୋଷ୍ଠୀ ଜାରବିଆମ ସଙ୍ଗରେ ଅଛନ୍ତି, 2 ଗୋଷ୍ଠୀ ଜିହୁଦା ଏବଂ ବିନ୍ୟାମିନ, এই 2 ଗୋଷ୍ଠୀ ଦାଉଦ ସଙ୍ଗରେ ଅଛନ୍ତି ବା ରିହବ୍ୟାମ ସଙ୍ଗରେ ଅଛନ୍ତି। ଆଉ ପରବର୍ତ୍ତୀ ସମୟରେ ଏ ରିହବ୍ୟାମର ଦଳମାନେ ଯୁଦ୍ଧ କରୁଥିଲେ ଲେଖାଇଛି, କିନ୍ତୁ ତଳକୁ ଲେଖାଇଛି ପରମେଶ୍ୱରକୁ ବନ୍ଦ କଲେ। କାହିଁକି? ଏହି ରାଜ୍ୟ ଦିଭାଗ ହେବାର ଈଶ୍ୱରଙ୍କ ଆଡ଼ୁ ହେଲା। ତ এইটি ଆମେ ଦେଖୁଛୁ କି ରାଜ୍ୟ ପ୍ରକୃତରେ ଦିଭାଗ ହେଉଛି ସଲୋମନର ଭୁଲ ହେତୁ। କେଉଁ ରାଜ୍ୟ? ଇସ୍ରାଏଲର ରାଜ୍ୟ ଯାହାକି ପୃଥିବୀରେ ସ୍ଥାପନ ହେବାର ଥିଲା, ଅନନ୍ତ କାଳ ହେବାର ଥିଲା, ସେଇଟା ଦିଭାଗ ହେଇଯାଉଛି। ଏବେ ଆମେ ଆଉ ଥରେ ଦେଖିବା, এই ଯେଉଁ ଇସ୍ରାଏଲ ଲୋକମାନେ ଦିଭାଗ ହେଲେ, ଗୋଟେ ପଟେ ଇସ୍ରାଏଲ ରହିଲେ ଆଉ ଗୋଟେ ପଟେ ଜିହୁଦା ରହିଲେ। 10 ଗୋଷ୍ଠୀକୁ ଇସ୍ରାଏଲ କୁହାଗଲା, 2 ଗୋଷ୍ଠୀକୁ ଜିହୁଦା କୁହାଗଲା। ଏ ପ୍ରକାର 2ଟା ରାଜ୍ୟ ହେଲା। ଆଉ ରିହବ୍ୟାମ ହେଉଛନ୍ତି 2 ଗୋଷ୍ଠୀର ରାଜା, ଜାରବିଆମ ହେଉଛନ୍ତି 10 ଗୋଷ୍ଠୀର ରାଜା। କିନ୍ତୁ ଯେତେବେଳେ ପ୍ରଥମ ରାଜ୍ୟ ସ୍ଥାପନ ହେଲା, ପ୍ରଥମ ରାଜା ଯେମିତି ସାଉଲ, ଦାଉଦ, ସଲୋମନ, ସେହି ସମୟରେ ପରମେଶ୍ୱର এই ଇସ୍ରାଏଲ ଲୋକମାନଙ୍କୁ ବ୍ୟବସ୍ଥା ଦେଇଥିଲେ, 10 ଆଜ୍ଞା ଦେଇଥିଲେ। ସେହି ସମୟରେ ମାନେ ଏକଜୁଟ ଥିଲେ। ଯାତ୍ରା ପୁସ୍ତକ 19:20 ଅନୁସାରେ ସେମାନେ ଈଶ୍ୱରଙ୍କର ସମସ୍ତ ଆଜ୍ଞା ପାଳନ କରିବାକୁ ଅଙ୍ଗୀକାର କରି କହିଥିଲେ, ରାଜି ହେଇଥିଲେ। ସେଥିପାଇଁ ପରମେଶ୍ୱର 20 ପର୍ବରେ ତାଙ୍କୁ ବ୍ୟବସ୍ଥା ମଧ୍ୟ ଦେଇଥିଲେ, 10 ଆଜ୍ଞା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ହେଇଛି କ'ଣ? এই ଇସ୍ରାଏଲ ଲୋକମାନେ ଯେଉଁ ଛିନ୍ନ ଭିନ୍ନ ହେଲେ, ଅଲଗା ଅଲଗା ହେଲେ, ପ୍ରଥମ ଭୁଲ କରିବା ଗୋଷ୍ଠୀ ହେଉଛି 10 ଗୋଷ୍ଠୀ ଇସ୍ରାଏଲ ଗୋଷ୍ଠୀ। ତେଣୁ ଇସ୍ରାଏଲ ଲୋକମାନେ ପ୍ରଥମରେ ପରମେଶ୍ୱରଙ୍କର ବିରୁଦ୍ଧରେ ଯାଇଅଛନ୍ତି। ତ ଆମେ ଜିରିମିୟ 3 ପର୍ବ, ଜିରିମିୟ 3ର 8 ଏବଂ 9। ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇସ୍ରାଏଲ ବ୍ୟଭିଚାର କରିବା ସକାଶୁ ଆମେ ତାହାକୁ ତ୍ୟାଗ କରି ଛାଡ଼ପତ୍ର ଦେଲେ ହେଁ ତାହାର ବିଶ୍ୱାସଘାତିନୀ ଭଗିନୀ ଜିହୁଦା ମଧ୍ୟ ଭୟ କଲା ନାହିଁ, ମାତ୍ର ସେ ମଧ୍ୟ ଯାଇ ବ୍ୟଭିଚାର କଲା। ଦେଖନ୍ତୁ, ଏମାନେ ତ ଦିଭାଗ ହେଲେ ଦିଭାଗ ହେବା ପରେ କ'ଣ? ପରମେଶ୍ୱର ଯେଉଁ ବ୍ୟବସ୍ଥା ଦେଇଥିଲେ, ଯେଉଁ ନିୟମ ଦେଇଥିଲେ ଈଶ୍ୱରଙ୍କୁ ମାନିବା ପାଇଁ, ତାହା ଏମାନେ ଉଲ୍ଟାଇ ପକାଇଲେ।
ତେଣୁ ପ୍ରଥମ ଭୁଲ କରିବା ଦଳ ହେଉଛି ଇସ୍ରାଏଲ ଗୋଷ୍ଠୀ, 10 ଗୋଷ୍ଠୀ। ସେମାନେ କ'ଣ କଲେ? ସେମାନେ ପ୍ରଥମେ ମୂର୍ତ୍ତି ପୂଜା କଲେ। ତେଣୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କଲେ। କେଉଁମାନଙ୍କୁ ପରିତ୍ୟାଗ କଲେ? ନା 10 ଗୋଷ୍ଠୀକୁ ପରିତ୍ୟାଗ କଲେ। ଏହା ଦେଖିକି ଜିହୁଦା ଗୋଷ୍ଠୀ, 2 ଗୋଷ୍ଠୀ ଡରିବାର ଆବଶ୍ୟକତା ଥିଲା। ସେମାନେ ବି ଡରିଲେ ନାହିଁ, ସେମାନେ ବି ସମାନ ଭୁଲ କଲେ ବୋଲି ଲେଖା ହେଇଛି। ତେଣୁ 2 ଗୋଷ୍ଠୀ ଅର୍ଥାତ୍ ଇସ୍ରାଏଲ 10 ଗୋଷ୍ଠୀ, ଜିହୁଦା 2 ଗୋଷ୍ଠୀ ଅର୍ଥାତ୍ ମୋଟାମୋଟି 12 ଗୋଷ୍ଠୀକୁ ପରମେଶ୍ୱର ପରିତ୍ୟାଗ କଲେ। 9 ପଦ, ତାଙ୍କର ବ୍ୟଭିଚାରର ଅଖ୍ୟାତରେ ଦେଶ ଅଶୁଚି ହେଲା ଓ ସେ ପଥର ଓ କାଠ ସାଙ୍ଗରେ ବ୍ୟଭିଚାର କଲା। ଏମାନଙ୍କର ଭୁଲ କ'ଣ? କାଠ ଓ ପଥର ସାଙ୍ଗରେ ବ୍ୟଭିଚାର କଲେ। ୟାର ଅର୍ଥ କ'ଣ? ଏମାନେ କାଠର ତିଆରି ମୂର୍ତ୍ତିରେ ପ୍ରଣାମ କଲେ, ପଥର ତିଆରି ମୂର୍ତ୍ତିରେ ପ୍ରଣାମ କଲେ। ଏହି ପ୍ରକାର ଏମାନେ ଈଶ୍ୱରଙ୍କର ଆଜ୍ଞାକୁ ତୁଚ୍ଛ କଲେ। 10 ଆଜ୍ଞାରେ କ'ଣ ଥିଲା? ମୂର୍ତ୍ତି ପୂଜା କରିବ ନାହିଁ, ଆମ୍ଭ ସାକ୍ଷାତରେ ତୁମର ନିକଟରେ କୌଣସି ଦେବତା ହେବ ନାହିଁ। এইটা ইসরায়েল গোষ্ঠী ভুল কলে। দেখন্তু এইঠারে ইসরায়েল গোষ্ঠী সম্পূর্ণ ভগ্ন হয়েছি। পরমেশ্বর যাকে সুনদ বিধি দ্বারা অব্রাহ্মঙ্ক দ্বারা অব্রাহ্মর পুଅ ইসাক, ইসাকর পুଅ ଜାକୁବ, এই ଜାକୁବ ଦ୍ୱାରା 12 ଗୋଷ୍ଠୀ କରିଥିଲେ। ଏ 12 ଗୋଷ୍ଠୀ ପାଇଁ ରାଜାକୁ ଦେଇଥିଲେ। ଆଉ 3 ନମ୍ବର ରାଜା ସମୟରେ ରାଜ୍ୟ ଦିଭାଗ ହେଲା। ଆଉ ରାଜ୍ୟ ଦିଭାଗ ହେବା ପରେ ଠିକ୍ ଥିଲା, କିନ୍ତୁ ଯେତେବେଳେ ମାନେ ମୂର୍ତ୍ତି ପୂଜା କଲେ, ବାକ୍ୟକୁ ଅବମାନନା କଲେ, ଏମାନଙ୍କୁ ପରମେଶ୍ୱର ପରିତ୍ୟାଗ କରିଦେଲେ। ଆଉ ଚିରକାଳ ପାଇଁ କଲେ ନାହିଁ। ପରମେଶ୍ୱର ଯେହେତୁ ସେମାନଙ୍କୁ ଭଲ ପାଆନ୍ତି, ପ୍ରେମ କରନ୍ତି, ଚିରକାଳ ପାଇଁ କଲେ ନାହିଁ। ତେଣୁ ଆମେ ଦେଖିବା ଯେତେବେଳେ ପରମେଶ୍ୱର ଏମାନଙ୍କୁ ପରିତ୍ୟାଗ କଲେ, ପରମେଶ୍ୱର ଏମାନଙ୍କୁ ଛାଡ଼ିଦେଲେ, ବାବିଲୋନର ରାଜା ଯିଏକି ନବୁକଦ୍ନେଚ୍ଛର ଏମାନଙ୍କୁ ବନ୍ଦୀ କରି ନେଇଗଲେ। ଜେରୁସାଲେମ ଅଧିକୃତ ହେଲା, ସେଠାର ପାତ୍ର ଗୁଡ଼ିକ ମଧ୍ୟ ନିଆଗଲା। କାହିଁକି? ଏମାନେ ଈଶ୍ୱରଙ୍କର ବିରୁଦ୍ଧରେ ଯିବା ଦ୍ୱାରା ପରମେଶ୍ୱର ଏମାନଙ୍କୁ ପରିତ୍ୟାଗ କଲେ। ଆଉ ଯେତେବେଳେ ଏମାନେ ପରିତ୍ୟକ୍ତ ହୋଇଛନ୍ତି, ପରିତ୍ୟାଗ କରାଯାଇଛନ୍ତି, କିନ୍ତୁ ପରମେଶ୍ୱରଙ୍କର ଇଚ୍ଛା ଅଛି ପୃଥିବୀ ଅନନ୍ତ କାଳ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା, ଇସ୍ରାଏଲ ଲୋକମାନେ ସୁନତ ବିଧି ଦ୍ୱାରା ଈଶ୍ୱରଙ୍କ ସହିତ ସଂଯୁକ୍ତ ହୋଇଥିଲେ, ପ୍ରଥମ ଜନ୍ମ ହୋଇଥିଲେ। ସେଥିପାଇଁ ପୁନର୍ବାର ପରମେଶ୍ୱର ଜିସାଙ୍କୁ କହୁଛନ୍ତି। ଜିସାୟ ପୁସ୍ତକ 9 ପର୍ବ, ଜିସାୟ ପୁସ୍ତକ 9 ପର୍ବରେ ଆମେ ଦେଖିବା ଯେତେବେଳେ ଇସ୍ରାଏଲ ଲୋକମାନେ ନବୁକଦ୍ନେଚ୍ଛର ରାଜା ପାଖରେ ବା ବାବିଲୋନରେ ଅଛନ୍ତି, ସେହି ସମୟରେ ସେମାନଙ୍କର ଉଦ୍ଧାର ବିଷୟ ନେଇ ପରମେଶ୍ୱର ଜିସାୟଙ୍କୁ କୁହନ୍ତି। ଏଠି ଗୋଟେ ମନେ ରଖିବାର ବିଷୟ, ଯଦି ବି ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ପରିତ୍ୟାଗ କଲେ, ସେମାନଙ୍କର ଭୁଲ ପାଇଁ ଛାଡ଼ପତ୍ର ଦେଲେ, କିନ୍ତୁ ସମସ୍ତଙ୍କୁ ଏ ପ୍ରକାର କଲେ ନାହିଁ। କାହିଁକି? ଇସ୍ରାଏଲ ମଧ୍ୟରେ ଜିସାୟ, ଜେରେମିୟ, ହିଜକିଏଲ ଏମାନେ ଅନେକ ବିଶ୍ୱସ୍ତ ଥିଲେ। ଗୋଟେ ରାଜ୍ୟ ଭାବରେ ଇସ୍ରାଏଲକୁ ପରମେଶ୍ୱର ପରିତ୍ୟାଗ କଲେ ମଧ୍ୟ କେତେ ଜଣ ବିଶ୍ୱସ୍ତ ଥିଲେ ପରମେଶ୍ୱରଙ୍କ ସହିତ, ସେମାନଙ୍କୁ ପରମେଶ୍ୱର ଏବେ କଥାବାର୍ତ୍ତା କରନ୍ତି। ଏବଂ ଇସ୍ରାଏଲ ଯେମିତି ଉଦ୍ଧାର ପାଇବ, ଆଉ ଇସ୍ରାଏଲ ଯେମିତି ଆଉ ଥରେ ରାଜ୍ୟ ଗଠନ ହେବ, ଆଉ ଅନନ୍ତକାଳ ରାଜ୍ୟ ଆସିବାର ଅଛି, ସେଇ ପ୍ରତିଜ୍ଞାକୁ ନେଇ ପୁନର୍ବାର ପରମେଶ୍ୱର ଜିସାୟଙ୍କୁ କଥା କୁହନ୍ତି। ଜିସାୟ 9:6 ପଢ଼ିବା ଆମେ। କାରଣ ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଦେଖନ୍ତୁ ଏଇ ଜାଗାରେ କ'ଣ ଲେଖା ହେଇଛି? ଏଠି ଯୀଶୁଙ୍କ ବିଷୟରେ ଭାବବାଣୀ ଅଛି। ଯୀଶୁ ଜନ୍ମ ହେବେ, ଆମ ପାଇଁ ଗୋଟେ ବାଳକ ଦତ୍ତ ହୋଇଅଛି। ତାଙ୍କ ସ୍କନ୍ଧରେ, ତାଙ୍କ କାନ୍ଧରେ କର୍ତ୍ତୃତ୍ୱ ଦିଆଯିବ, ଦାୟିତ୍ୱ ଦିଆଯିବ। ଏବଂ ତାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବେ। ଶାନ୍ତି ରାଜା ହେବେ। 7 ପଦ, ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ। ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏ କ୍ଷଣଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ। ଏଠି କ'ଣ ଲେଖା ହେଇଛି? ଯେତେବେଳେ ସେ ଯୀଶୁ ଜନ୍ମ ହେବେ, ଶାସନ ଭାର ନେବେ,
ତାଙ୍କର କର୍ତ୍ତୃତ୍ୱ ବୃଦ୍ଧି ପାଇବ, ସବୁବେଳେ ଶାନ୍ତି ହେବ ଏବଂ ସେ ଦାଉଦଙ୍କ ସିଂହାସନରେ ବସିବେ। ଦେଖନ୍ତୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଜନ୍ମ ହେବେ କ'ଣ କରିବେ ଲେଖା ହେଇଛି, ଦାଉଦଙ୍କ ସିଂହାସନରେ ବସିବେ। ଏ କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ସେ ଶାନ୍ତି ଭାବରେ ଶାନ୍ତିରେ ରାଜତ୍ୱ କରିବେ। ଟିକେ ଆପଣମାନେ ମନେ ରଖନ୍ତୁ, ଦାଉଦଙ୍କର ସିଂହାସନ କେଉଁଠି ଥିଲା? ଦାଉଦ କେଉଁଠି ରାଜା ହେଇଥିଲେ? ପୃଥିବୀରେ ହେଇଥିଲେ, ପୃଥିବୀରେ ରାଜା ହେଇଥିଲେ ଏବଂ ଦାଉଦଙ୍କର ସିଂହାସନ ପୃଥିବୀରେ ଥିଲା। ସେଥିପାଇଁ ଯୀଶୁ ଯେତେବେଳେ ଆସିବେ ସେ ଯେ ଦାଉଦଙ୍କ ସିଂହାସନରେ ବସିବେ, ତେବେ କେଉଁଠି ରାଜା ହେବେ? ସ୍ୱର୍ଗରେ ନା ପୃଥିବୀରେ? ପୃଥିବୀରେ। ତେଣୁ ପୃଥିବୀ ମଧ୍ୟ ଅନନ୍ତ କାଳ ଏଇଟା ପ୍ରମାଣିତ ଅଟେ। ତେଣୁ ଆହୁରି ଆମେ ରେଫରେନ୍ସ ଦେଖିବା, ଯୀଶୁ ଜଗତକୁ ଆସିଲେ ଯେମିତି ସେ ରାଜା ହେବେ, ଅନନ୍ତକାଳୀନ କଢ଼େଇ ନେବେ। ଲୁକ 1:31-32, ଲୁକ 1 ଟିକେ ଆଉ ଦେଖ, ତୁମେ ଗର୍ଭ ଧାରଣ କରି ଗୋଟେ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରଭୁ ଈଶ୍ୱର ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ। ସେ ଯାକୋବ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ, ପୁଣି ତାଙ୍କର ରାଜ୍ୟର ଶେଷ ହେବ ନାହିଁ। ଦେଖନ୍ତୁ, ଆମେ ଯେମିତି ଅନେକ ସମୟରେ ବାଇବେଲ ବୁଝୁଛୁ ସେମିତି ନାହିଁ। ବାଇବେଲ ଯେମିତି ଲେଖା ହେଇଛି ସେମିତି ବୁଝିବାର ଆବଶ୍ୟକତା ଅଛି। ଏଟା କ'ଣ ଲେଖା ହେଇଛି? ମରିୟମଙ୍କୁ ଦୂତ କହିଲେ, ତୁମେ ଗର୍ଭଧାରଣ କରିବ, ତୁମେ ଗୋଟେ ପୁତ୍ର ପ୍ରସବ କରିବ, ତାଙ୍କ ନାମ ଯୀଶୁ ଦେବ। ତାପରେ ସେ କ'ଣ ହେବେ? ପରାତ୍ପରଙ୍କ ପୁତ୍ର ହେବା ପରେ ସେ ଦାଉଦଙ୍କ ସିଂହାସନରେ ବସିବେ। ପ୍ରଭୁ ତାଙ୍କୁ ଦାଉଦଙ୍କ ସିଂହାସନ ଦାନ କରିବେ। ଦାଉଦ ସିଂହାସନ କେଉଁଠି ଥିଲା? ପୃଥିବୀରେ ଥିଲା। ତେଣୁ ପୃଥିବୀରେ ସେ ବସିବେ ଏବଂ ଯାକୋବର ବଂଶକୁ ଯୁଗେ ଯୁଗେ ରାଜତ୍ୱ କରିବେ ଏବଂ ତାଙ୍କର ରାଜତ୍ୱ କେବେ ଶେଷ ହେବ ନାହିଁ। ତେଣୁ ବାଇବେଲରେ ଅନେକ ଜାଗାରେ ପ୍ରମାଣିତ ଅଛି, ପୃଥିବୀ ଅନନ୍ତ କାଳ ରାଜ୍ୟ। ଆଉ ଯୀଶୁଖ୍ରୀଷ୍ଟ ଯେତେବେଳେ ଜନ୍ମ ନେଲେ, ଆଉ ଯୀଶୁ ଯେତେବେଳେ ଆସିଲେ, ମାଥ୍ୟୁ 2:2 ଲେଖା ହେଇଛି, ପଣ୍ଡିତମାନେ ଯେତେବେଳେ ପୂର୍ବ ଦେଶରୁ ଆସିଲେ ସେମାନେ ପଚାରୁଛନ୍ତି, ଜିହୁଦୀମାନଙ୍କର ରାଜା ଜନ୍ମଗ୍ରହଣ କେଉଁଠାରେ କରିଛନ୍ତି? ସେମାନେ ମଧ୍ୟ ଜାଣିଛନ୍ତି ଯୀଶୁ ରାଜା ରୂପରେ ଜନ୍ମଗ୍ରହଣ କରିଛନ୍ତି। ଆମେ ବାଇବେଲରେ ଏତେ ପର୍ଯ୍ୟନ୍ତ ଯୀଶୁଙ୍କ ବିଷୟରେ ଭାବାଣୀ ଦେଖିଲୁ, ଜନ୍ମ ବିଷୟରେ ଦେଖିଲୁ, ଏଇଟା କୌଣସି ଜାଗାରେ ଲେଖା ହେଇନାହିଁ ଯୀଶୁ ଜନ୍ମ ହେବେ, ପାପୀମାନଙ୍କ ପାଇଁ ମରିବେ, କ୍ରୁଶରେ ଜୀବନ ଦେବେ, ପାପରୁ ଉଦ୍ଧାର କରିବା ପାଇଁ ରକ୍ତ ଦେବାକୁ ପଡ଼ିବ, ଏମିତି ଲେଖା ହେଇନାହିଁ। ବରଂ ସେ ଜନ୍ମ ହେବେ, ରାଜା ହେବେ, ଦାଉଦଙ୍କ ସିଂହାସନରେ ବସିବେ ବୋଲି ଲେଖା ହେଇଛି। ତେଣୁ ଏହାର ସତ୍ୟତା ମଧ୍ୟ ଆମକୁ ପ୍ରାଞ୍ଜଳରେ ଜାଣିବାକୁ ହେବ, ଦ୍ୱନ୍ଦ୍ୱମୂଳକ ନୁହେଁ ବାକ୍ୟ। ତେଣୁ ଯୀଶୁ ଯେତେବେଳେ ଆସିଲେ, ଜନ୍ମ ହେଲେ, ସେ ରାଜା ରୂପରେ ପ୍ରକାଶିତ ହେବାକୁ ଆସିଲେ। ତେଣୁ ଯେତେବେଳେ ଆମେ ମାଥ୍ୟୁ 21 ପର୍ବରେ ଦେଖୁଛୁ, ଯୀଶୁ ଜେରୁସାଲେମକୁ ଗଧରେ ବସିକି ଗଲେ, ରାଜା ରୂପରେ ବସିକି ଗଲେ। କାହିଁକି? ଜିଖରିୟ 9:9 ପ୍ରତିଜ୍ଞା ଅଛି, ସେ ଗର୍ଦ୍ଧବା ରହି ସେ ରାଜା, ସେ ଯେତେବେଳେ ସେ ଜେରୁସାଲେମକୁ ଗଲେ, ସେତେବେଳେ ଜେରୁସାଲେମର ଭିତରେ ଯାହା ବି ଦୁରାଚାର ହୋଇଥିଲା, ମନ୍ଦ ବ୍ୟବହାର ହୋଇଥିଲା, ସବୁ ଉଲ୍ଟାଉଲ୍ଟି କରିଦେଲେ। ତେଣୁ ସେହି ସମୟରେ ସେ ରାଜା ଭାବରେ ପ୍ରକାଶିତ ହୋଇଥିଲେ। କିନ୍ତୁ ଜିହୁଦୀମାନେ ତାଙ୍କୁ ରାଜା ରୂପରେ ଗ୍ରହଣ କଲେ ନାହିଁ, ସ୍ୱୀକାର କଲେ ନାହିଁ। ତାଙ୍କୁ ବରଂ କ୍ରୁଶରେ ବଧ କରିବା ପାଇଁ ଯୋଜନା କଲେ ଏବଂ ତାଙ୍କୁ କ୍ରୁଶରେ ମାରିଦେଲେ, କ୍ରୁଶରେ ବଧ କଲେ, ତାଙ୍କୁ ରାଜା ରୂପରେ ସ୍ୱୀକାର କଲେ ନାହିଁ। ଆମେ ବାଇବେଲରେ ଯଦି ଦେଖିବା, ମାଥ୍ୟୁରେ ମଧ୍ୟ ଲେଖା ହେଇଛି, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ସ୍ୱର୍ଗ ରାଜ୍ୟ କହିଲେ ଏଟା ସ୍ୱର୍ଗ ନୁହେଁ, ସ୍ୱର୍ଗ ପରି ରାଜ୍ୟ ପୃଥିବୀରେ ହେବ। ସ୍ୱର୍ଗରେ ଯେପରି ପୃଥିବୀରେ ସେପରି ତୁମର ଇଚ୍ଛା ସଫଳ ହେଉ। କାହିଁକି? ଜଗତରେ ପାପ ପ୍ରବେଶ କରିଅଛି। ସ୍ୱର୍ଗ ଯେମିତି ଅନନ୍ତ କାଳ ରହିବ, ପୃଥିବୀ ମଧ୍ୟ ସେମିତି ଅନନ୍ତ କାଳ ରହିବାର ଅଛି। ତେଣୁ ମନ ପରିବର୍ତ୍ତନ କର। ଏ ଇସ୍ରାଏଲ ମାନେ, ତୁମେ ଆସ, ଯୀଶୁଙ୍କୁ ମସିହ ରୂପରେ ଗ୍ରହଣ କର, ରାଜା ରୂପରେ ଗ୍ରହଣ କର। ତାଙ୍କ ରାଜ୍ୟ ଆସିଅଛି, ସେ ରାଜା ହେବେ। କିନ୍ତୁ ଏ ପ୍ରକାର ହେଲା ନାହିଁ। କେତେ ଲୋକମାନେ ଗ୍ରହଣ କଲେ, କମ୍ ଲୋକମାନେ ଗ୍ରହଣ କଲା ପରେ କ୍ଷୁଦ୍ର ମଣ୍ଡଳୀ ସ୍ଥାପନ ହେଲେ ମଧ୍ୟ ଅନେକ ଲୋକମାନେ ରାଜ୍ୟ ଭାବରେ, ଇସ୍ରାଏଲ ଗୋଟେ ରାଜ୍ୟ ଭାବରେ ତାଙ୍କୁ ଗ୍ରହଣ କଲା ନାହିଁ, ରାଜ ରୂପରେ ସ୍ୱୀକାର କଲା ନାହିଁ, ତାଙ୍କୁ କ୍ରୁଶରେ ବଧ କଲେ। ତେଣୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ମଲା ପରେ ପୁନରୁତ୍ଥିତ ଯେତେବେଳେ ହେଲେ,
ସେଠି ପୁନର୍ବାର ଆମେ ଦେଖୁଛୁ ପ୍ରେରିତ 1:6 ଶିଷ୍ୟମାନେ ପଚାରନ୍ତି, ପ୍ରଭୁ ଏବେ ତ ଆପଣ ପୁନର୍ଥିତ ଅଟନ୍ତି, ଏବେ କ'ଣ ଇସ୍ରାଏଲ ଉପରେ ଆଉ ଥରେ ରାଜ୍ୟ ସମର୍ପଣ କରିବେ? ଏବେ କ'ଣ ରାଜା ହେବେ? ଆପଣ ତ ପୁନରୁତ୍ଥିତ ଅଟନ୍ତି? ଏ ପ୍ରକାର ପ୍ରଶ୍ନ କରନ୍ତି। କିନ୍ତୁ ଯୀଶୁ ଉତ୍ତର ଦିଅନ୍ତି, ସେହି ସମୟ ତୁମମାନଙ୍କର ଜାଣିବାର ବିଷୟ ନୁହେଁ, ପରମେଶ୍ୱର ନିଜ ଅଧୀନରେ ତାହା ରଖିଅଛନ୍ତି। କାହିଁକି କାହିଁକି ପ୍ରକାର କହିଲେ? ଯେହେତୁ ଅନୁଗ୍ରହ ସମୟ ଗୋଟେ ଆସିବାକୁ ଅଛି। ଅନୁଗ୍ରହ ସମୟ ଆସିଲେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ସ୍ଥାପିତ ହେବ ଏବଂ ସେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ପୃଥିବୀରେ ରହିବ ନାହିଁ। ପୃଥିବୀରେ ଯୀଶୁଙ୍କୁ ରାଜା ରୂପରେ ସ୍ୱୀକାର କରିବ ନାହିଁ, ତା ସ୍ୱର୍ଗକୁ ଯିବ, ପତିତ ଦୂତମାନଙ୍କର ଜାଗାକୁ ପୂର୍ଣ୍ଣ କରିବ। ଏହି ଘଟଣା ଲୁଚିକି ଥିବାରୁ ଯୀଶୁ ଖ୍ରୀଷ୍ଟ ଏହି ଜାଗାରେ କହିଲେ, ପିତା ତାହା ଲୁଚିକି ରଖିଛନ୍ତି, ତୁମମାନେ ଜାଣିବାକୁ ଚେଷ୍ଟା କର ନାହିଁ। ତେଣୁ ଯୀଶୁ ଖ୍ରୀଷ୍ଟ ମଲା ପରେ ପୁନରୁତ୍ଥାନ ହେଲା ପରେ ସ୍ୱର୍ଗାରୋହଣ କଲେ। ସେ ରାଜା ହେବା ପରିବର୍ତ୍ତେ ସେ ସ୍ୱର୍ଗାରୋହଣ କଲେ ଏବଂ ପ୍ରେରିତ 7 ପର୍ଯ୍ୟନ୍ତ ରାଜ୍ୟର ସୁସମାଚାର ଥିଲା। ରାଜ୍ୟ ସ୍ଥାପନ ହେବା ବିଷୟରେ ପ୍ରଚାର କରାଯାଉଥିଲା। 8 ପର୍ବରେ ପାଉଲଙ୍କୁ ଧରାଗଲା। ପାଉଲଙ୍କୁ ଧରାଗଲା ପରେ ପାଉଲଙ୍କ ଠାରୁ ଅନୁଗ୍ରହ ସୁସମାଚାର ଆସିଲା। ଅନୁଗ୍ରହ ସୁସମାଚାରରେ ଯେତେ ଜଣ ପତିତ ହୋଇଛନ୍ତି ଦୂତମାନେ, ସେତିକି ଲୋକମାନେ ପରିତ୍ରାଣ ପାଇବେ। ତାପରେ ଅନୁଗ୍ରହ ସମୟ ଶେଷ ହେବ ଏବଂ ମଣ୍ଡଳୀ ସ୍ୱର୍ଗାରୋହଣ କରିବ। ତାପରେ ପୃଥିବୀରେ ଏଭ୍ରିଠାରୁ ପ୍ରକାଶିତ ପର୍ଯ୍ୟନ୍ତ ସଫଳ ହେବ ଏବଂ କ୍ଲେଶର ସମୟ ଆସିବ। କ୍ଲେଶ ଯେତେବେଳେ ଆସିବ, ତାଡ଼ନା ଯେତେବେଳେ ଆସିବ, ଯେଉଁମାନେ ଜିତିବେ, ଧୈର୍ଯ୍ୟ ଧରିକି ରହିବେ, ସେମାନେ ପରିତ୍ରାଣ ପାଇବେ। ବ୍ୟବସ୍ଥା ଅନୁସାରେ ଜୀବନ କାଟିବେ, ସେମାନେ ପରିତ୍ରାଣ ପାଇବେ। ଏବଂ ଶେଷରେ ଯୀଶୁ ପୃଥିବୀକୁ ଆଉ ଥରେ ଆସିବେ। ପାପ ନିମନ୍ତେ ମରିବା ପାଇଁ ନୁହେଁ, ଅନୁଗ୍ରହ ସମୟ ସ୍ଥାପନ କରିବା ପାଇଁ ନୁହେଁ, ରାଜା ରୂପରେ ଆସିବେ। ଆଉ ରାଜା ରୂପରେ ଆସିବେ ଏବଂ ଲୋକମାନଙ୍କୁ ବିଚାର କରିବା ନିମନ୍ତେ ଆସିବେ। ସେଥିପାଇଁ ପ୍ରକାଶିତ 19:6 ଗୋଟେ ପଢ଼ିବା। ପ୍ରକାଶିତ 19:6 ଆଉ ମୁଁ ମହାଜନତା ଶବ୍ଦ ପରି ଏବଂ ବହୁ ଜଳକଳକ ଓ ଘୋର ମେଘନର୍ଜନ ଶବ୍ଦ ପରି ଗୋଟେ ଶବ୍ଦ ଏହା କହିବାର ଶୁଣିଲି, ହାଲେଲୁୟା। କାରଣ ପ୍ରଭୁ ଆମମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି। ଏହି ପଦ ଯୀଶୁଖ୍ରୀଷ୍ଟ ଯେତେବେଳେ ଦ୍ୱିତୀୟାଗମନ କରିଛନ୍ତି, ପୃଥିବୀକୁ ଆଇଛନ୍ତି, ରାଜା ହେବା ପାଇଁ ଆସିଛନ୍ତି, ସେତେବେଳେ ସେ ରାଜସିଂହାସନ ଗ୍ରହଣ କରିଥିବାରୁ ମହାଜନତା ଖୁସି ହେଇକି ପ୍ରଶଂସା କରୁଛନ୍ତି। ତ ଏଇ ଜାଗାରେ ଯୀଶୁ ରାଜା ହେବାକୁ ଆସିଲେ ଆଉ ଅନନ୍ତ କାଳର ସେ ରାଜା ହେଇକି ରହିବେ ଏବଂ ରାଜ୍ୟକୁ ସେ ସ୍ଥାପନ କରିବେ। ବାଇବେଲରେ କାହିଁକି ଆମେ ରାଇଟଲି ଡିଭାଇଡ୍ କରିବାକୁ ଆବଶ୍ୟକତା ପଡ଼େ ଜାଣିଛନ୍ତି? ଯେହେତୁ ସେଠି ଅନୁଗ୍ରହ ସମୟ ଅଲଗା, ରାଜ୍ୟର ସୁସମାଚାର ଅଲଗା, ଅନୁଗ୍ରହ ସୁସମାଚାର ଅଲଗା। ଆଜି ଆମେ ଆଲୋଚନା କଲୁ ପୃଥିବୀରେ ଅନନ୍ତ କାଳ ରାଜ୍ୟ ସ୍ଥାପନ କରିବାର ଯୋଜନା ବିଷୟରେ। ଇସ୍ରାଏଲ ରାଜାମାନେ ଆସିଲେ, ସେମାନେ ଅବିଶ୍ଵସ୍ତ ହେଲେ। ଶେଷରେ ଯୀଶୁ ରାଜା ରୂପରେ ଆସିଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସ୍ଥାପନ କରିବା ପାଇଁ। ଏବଂ ପ୍ରକାଶିତ ପୁସ୍ତକରେ ଯାହା ଲେଖା ହେଇଛି, ସେ ରାଜା ହେବେ ଏବଂ ଇସ୍ରାଏଲ ଲୋକମାନଙ୍କୁ ଏବଂ ସମଗ୍ର ପୃଥିବୀ ଲୋକମାନଙ୍କୁ ରାଜା ରୂପରେ ଶାନ୍ତିର ଭାର ନେଇ ଶାନ୍ତିର ଧାର୍ମିକତାରେ ଏକ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ସୁଦୃଢ଼ କରିବେ। ତେଣୁ ଏଇଟା ହେଉଛି ପୃଥିବୀର ରାଜ୍ୟ ହେବା ବିଷୟର ସୁସମାଚାର ଆଉ ଯୀଶୁଙ୍କୁ ଗ୍ରହଣ କରିବା ଦ୍ୱାରା ପରିତ୍ରାଣ ପାଇବା ବିଷୟର ସୁସମାଚାର। ତେଣୁ ଆଜି ଆମେ ସୁନ୍ଦର ଭାବରେ ଆଲୋଚନା କଲୁ ପୃଥିବୀ ମଧ୍ୟ ଅନନ୍ତ କାଳ ଏବଂ ଆଗାମୀ ଦିନରେ ଅନୁଗ୍ରହ ସମୟ ସରିଗଲେ ଯୀଶୁ ଆସିବେ ଏବଂ ରାଜ୍ୟ ସ୍ଥାପନ କରିବେ ଏବଂ ପୃଥିବୀରେ ଶାନ୍ତିର ରାଜ୍ୟ ହେବ। ଆଜି ଆମେ ଏତିକି ହିଁ ଆଲୋଚନା କରିବା। ଆପଣମାନେ ଶୁଣନ୍ତୁ ଏବଂ ନିଜେ ବି ଚିନ୍ତା କରନ୍ତୁ। ବାଇବେଲ ଏ ପ୍ରକାର ଅନେକ ସୁନ୍ଦର ସୁନ୍ଦର ବିଷୟ ଲେଖା ହେଇଛି। ଆଜି ପାଇଁ ଏତିକି କହିବି। ସମସ୍ତଙ୍କୁ ନମସ୍କାର।